सिद्धार्थ भक्ति चैनल लड़ईपाला को आपण मानक समस्त के स्वागत जनाऊँगी। लड़ईपालार आज विषय वस्तु अच्छी रघुवंश एवं रघुवंश महाकाव्यर मुख्य होउचंती रघु। यही रघुवंशर से कूल तिलक आमे जितेबले लड़ईपाला करवा पाला संपर्क में मुझे सूचना देदेवाक चाहे। आपण मैंने जानती जे आमर मध्य ठियापाला एवं पोथीपाला हुए। पोथीपाला ठियापाला ठारू ये हूँ भिन्न वक्रोक्ति श्लेषरे जमकरे जमती संस्कृत साहित्य कालिदास करिचंती उपमा अर्थगौरव पदलालित्य से भली पालारे ताहार परिवेषण करिबा पई लड़ई करा जाए किभली शास्त्रार्थ करा जाए ताहा आमर ही मंच आपण मान पाखरे उपस्थापन करिवो। एई अवकाश रे आमर एई जो दुई दल अछंती साथी अछंती से साथी मानक मध्यरु प्रथमे मु नमिता दास को अनुरोध करुची से तांकर रघुवंश संपर्क रे पाला परिवेषण करंतु एवं विजयनी हरिचंदन को अनुरोध करुची तांक साथी को अनुरोध करुची आमे जीवा दर्शक मंच रे अपेक्षा करिबा। जय जगन्नाथ स्वामी की बोला श्रीमान श्री सत्यनारायण स्वामींकर चरण वृत्त्यर्थे बोल आनंदे कबार हरि बोल। मादिया सगदी झंकड़ बासिने बाकवादिनी माँ बीणा पाणींकर चरण वृत्त्यर्थे माँ तारिणी बाईयाणी माँ चर्चिकांकर चरण वृत्त्यर्थे जगत गुरु ठाकुर श्री अभिराम परमहंसंकर चरण वृत्त्यर्थे बोला मन आरत त्राण आनंदे कबार हरि बोला। ये सिद्धार्थ भक्ति दरबार समस्त सदस्य वृंद मानकर एवं प्राध्यापक डॉक्टर निरंजन साहूंकर तत्सहित मोर प्रतिपक्ष गायिका एवं तांकर सहकर्मी मानकर तथा विश्ववासींकर प्रभु सत्यपीर सत्यनारायण स्वामी मंगल विधान करंतु बोला मन आरत त्राण आनंदे कबार हरि परिशेष आहुरी एक बार हरि बोला। गुरुर्विष्णु गुरुर्देव महेश्वर गुरुर्साक्षात् परम ब्रह्म तस्मै श्री गुरवे नमः। गणे नारायणे रुद्रे अंबिके भास्करे तथा भीर्णा भीर्णन कर्तव्यं पंचदेव नमस्तुते। गणितु सदा वासिनी माँ सिंह वाहिनी शारदे मम कंठे निवासाय माँ भाग्य देवी नमस्तुते। साहू आज्ञा आंभ मानू ए सिद्धार्थ भक्ति दरबार आज्ञा विश्वर एवं विश्ववासींकर मनरे आध्यात्मिक सत चेतना किछि भरिबा पई आज्ञा ए दरबार जो प्रयास जो इच्छा आज्ञा जो आनंद एमानंक मनरे
ସଚେତନତା ସୃଷ୍ଟି କରିବା ପାଇଁ ଭରିଛି ଓ ସେ ସଚେତନତାକୁ ଆଜ୍ଞା ଆମେ ମାନେ ଆଧ୍ୟାତ୍ମିକ ଦରବାର ମାଧ୍ୟମରେ ଆଜ୍ଞା। ବା ଆଧ୍ୟାତ୍ମିକ ଚେତନା ମାଧ୍ୟମରେ କିଛି ବିଶ୍ୱକୁ ବା ବିଶ୍ୱବାସୀ ମାନଙ୍କୁ ଆଜ୍ଞା। ଆମେ ସଚେତନା ଦେବା ପାଇଁ ହଁ। ଏ ଦରବାରରେ ଆମ୍ଭେମାନେ ପଦାର୍ପଣ କରିଛେ ପହଞ୍ଚିଛେ ଯାହା ହେଉ ଆଜ୍ଞା ଏ ଦରବାର ଆଜ୍ଞା ଏମିତି ସେମିତି ଦରବାର ନୁହଁ ନାଇଁ ଆଜ୍ଞା ଯାହା ଆପଣ ମାନେ ଅନେକ ଦରବାରରେ ଦେଖିଛନ୍ତି ହଁ। ଏବଂ ଯୋଉଠି ବାଦିପାଲା ଥାଏ ହଁ। ସିଏ ଆଜ୍ଞା ଅଲଗା ଆଜ୍ଞା। ଏ ଦରବାରର ପ୍ରୟାସ ହଁ। ଦୁଇ ଜଣ ଗାୟିକା ହୁଅନ୍ତୁ ବା ଗାୟକ ହୁଅନ୍ତୁ ସେମାନଙ୍କ ଭିତରେ ବାସ୍ ଲଢେଇ ପାଲାର ଆରମ୍ଭ ଏଇ ମୋ fighting ଧନଲୋ, ହଁ ଲଢେଇ ପାଲା କହିଲେ ଆମ୍ଭେମାନେ କଣ ବୁଝୁଛେ ଆଜ୍ଞା ଆଜ୍ଞା ପାଲା ତ ବିଷୟବସ୍ତୁ ଆଜ୍ଞା ହଁ। ପାଲା ହଉଛି ପୁରାଣ ଆଜ୍ଞା। ପୁରାଣ ହେଲା ପୁରୁଣା ପୁରୁଣା। ପୁରୁଣା କଥାକୁ ଆଜ୍ଞା। ନୂତନତାର ଦିଗଦର୍ଶନ ଦେଇ ବାସ୍। ଆମେ ମାନେ ଭୁଲି ଯାଇଥିବା କଥାକୁ ସଚେତନା ମାଧ୍ୟମରେ ସ୍ମରଣ କରିବାର ପ୍ରୟାସ ବେଶ ପାଲାର କେନ୍ଦ୍ରୀଭୂତ ହଁ ତେବେ ଆସନ୍ତୁ ଆଜ୍ଞା ଚାଲନ୍ତୁ ଆପଣ ମାନଙ୍କ ପାଇଁ ଆଜ୍ଞା ଏ ଦରବାରର ଲଢେଇ ପାଲା ବାବଦରେ ବେଶ। ମୋ ସହିତ ମୋର ପ୍ରତିଦ୍ୱନ୍ଦିତା ଗାୟିକା ଭଉଣୀ ବା ମୋର ବଡ ନାନୀ ଅନେକ ଦିନର କଳାକାର ହଁ। ଯାହା ଆମେ ଦୁଇ ଭଉଣୀ ଆଜିର ଦରବାରରେ ବା ଆଜିର ମଞ୍ଚରେ ହଁ। ଉପସ୍ଥିତ ହୋଇଛୁ ବାସ୍। ଆପଣ ମାନଙ୍କ ନିକଟରେ ସୁନ୍ଦର କଥାବସ୍ତୁ ରଘୁବଂଶଂ ମହାକାବ୍ୟର ବେଶ। କଥାମୃତ ଶ୍ରବଣ କରିବା ପାଇଁ ଯାଉଛୁ କାଳିଦାସ ସାହୁରେ ଆଜ୍ଞା ଆସେ ପୁଅ ଆଜ୍ଞା କଥାବସ୍ତୁର ପ୍ରାରମ୍ଭରୁ ଆଜ୍ଞା ଶାସ୍ତ୍ରଗତ କଥା ଧାରିଟା ଶ୍ଲୋକ କହୁଛି ଆଜ୍ଞା କୁହନ୍ତୁ ବା କଣ କଣ? କଳେ ବିନା ଶ୍ରେ ନବରତନ୍ତେ କବିତା ବନିତା ଲତା ଅମୂଲ୍ୟ ମଣି ମାଣିକ୍ୟ ବିନା ସୂତ୍ରେ ନ ଗୁନ୍ଥିତ ଆଶ୍ରୟ ବିନା ଆଜ୍ଞା ଏମାନେ ବଞ୍ଚି ପାରିବେ ନାହିଁ ନାଇଁ ଆଜ୍ଞା ଆଜ୍ଞା ସମ୍ୟକ ସୂଚନା ଦେଇ ମୋଟାମୋଟି ଅର୍ଥ ହିସାବରେ ପଳେଇ ଯିବା କାରଣ ସମୟ ହଉଛି ସ୍ୱଳ୍ପ ସମୟ। ସମୟର ଇଙ୍ଗିତକୁ ଦେଖି ଯିବା ପାଇଁ ପଡିବ ପଡ଼ିବ ଆଜ୍ଞା। ତା ପୂର୍ବରୁ କହି ରଖେ କଣ ଆଜ୍ଞା? କଥାବସ୍ତୁର ପ୍ରାରମ୍ଭରୁ ଗୋଟାଏ ପଦ ହଁ। ମାଙ୍କର ବନ୍ଦନା ହଁ ପୁଅରେ ଆଜ୍ଞା ପାଲାକାର ମାନେ ସମସ୍ତେ କୁହନ୍ତି ଆଜ୍ଞା କଣ କହନ୍ତି କଣ କୁହନ୍ତି ଜାଣିଛୁ କଣ ଆଜ୍ଞା ଏ ବା ଓ ଆସେ କହିବି କୁହନ୍ତୁ କବି ହଉଛନ୍ତି ଗୋଳବାଇ ନିବାସୀ ବାଙ୍କାନିଧି ଦାସ ଓ ଯାହାକୁ ପାଲା ଜଗତରେ ବାଙ୍କ ଦାସ ବୋଲି କୁହାଯାଏ ଆଜ୍ଞା ଆଜ୍ଞା ପୁଅରେ ଓ ଯୋଉ ପାଲାରେ ନାହାନ୍ତି ବାଙ୍କା ସେ ପାଲା ଫାଙ୍କା ଫାଙ୍କା ତାହେଲେ ଦାସ ବାଲା ଭାଙ୍କା କି ନାଇଁ ସାର୍ ନାଇଁ 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 ଭାଙ୍କା ନାଇଁ ନା। ମଜବୁତ ବାଲା କରିବାକୁ ହବା ଶୁଣନ୍ତୁ ଆଜ୍ଞା ଷ୍ଟ୍ରଙ୍ଗ ବାଙ୍କା କହିଲେ କଣ? ଗୋଟାଏ ପଦ ମାଙ୍କୁ ଟିକେ ଭଜିବା ଆଜ୍ଞା। ତାପରେ ପଳେଇବା ଆଗକୁ ଆଜ୍ଞା, ଆଜ୍ଞା। ହେଲା ଧନ ହଁ ହଉ ସାହୁ ଆଜ୍ଞା ପ୍ରତ୍ୟେକ ଗାୟକ ଆଉ ଗାୟିକା ମାନଙ୍କର ଆଜ୍ଞା ହଁ। ଇଏ ଗିନି ମାଡ଼ଟା ଗୋଟେ ସ୍ପେଶାଲ କ୍ୱାଲିଟି ଇଏ ସ୍ୱତନ୍ତ୍ର ଆସନ୍ତୁ ହଁ। ଆପଣ ମାନଙ୍କୁ ଧାଡ଼ିଟାଏ ଗାଇକି ମୁଁ ଶୁଣେଇବି କବି ହଉଛନ୍ତି ବାଙ୍କା ଦାସ ଦାସ ଆଜ୍ଞା ହେଲା ହଁ ହଁ କହିଲେ ମୋକ୍ଷ କରିଆଜ ବକ୍ଷରେ ବିରାଜ ହଉ ଦକ୍ଷ ରାଜ ମାଲୋ ଗିରି ପାଳିକା ଛମୁଣ୍ଡ ମାଳିକା হিম গিরি বাড়ি সমুন্ড হেমা মোক্ষ করিয়া বক্ষরে বিরাজ মোক্ষ করিয়া বক্ষরে বিরাজ মোক্ষ করিরাজ বক্ষরে বিরাজ মোক্ষ করিরাজ বক্ষরে বিরাজ দক্ষরাজ মালো গিরি বাড়ি মুন্ড মারিকা হিম গিরি বাড়িকা মুন্ড মারিকা হিম গিরি বাড়িকা মুন্ড ସାହୁ ଆଜ୍ଞା। ମାଙ୍କର
ଅଭୟ ପାଦରେ ବନ୍ଦନା କାର୍ଯ୍ୟକ୍ରମ ଶେଷ ହେବା ପରେ ଆଜ୍ଞା ଆସନ୍ତୁ ଆଜ୍ଞା ହଉ ଆପଣ ମାନଙ୍କୁ ନେଇ ଯାଉଛି କୁଆଡେ ଗୋଟାଏ ଆଜ୍ଞା? ଧାଡି ମଙ୍ଗଳାଚରଣ ଶ୍ଲୋକ ସର୍ଟକଟ ଆଜ୍ଞା ସମୟ ସ୍ୱଳ୍ପ ହଁ, ହଁ। ବାଳ ଆଜ୍ଞା। ଆଜିର କଥାବସ୍ତୁ ଅନୁସାରେ ଧାଡିଆ ଶ୍ଲୋକ ପାଠ କରୁଛି ହଁ ଆଜ୍ଞା ହେଲା ହଁ ଆଜ୍ଞା କଲେ ଭୁଜା ଚୁଡା ସମଯୁକ୍ତ ଲଙ୍କା ମାରିଚ ମର୍ଦନ ବିଂଶାର୍ଧ କଦଳୀ ଶୈବ କୁର୍ବନ୍ତୁ ତେ ମଙ୍ଗଳ ଶ୍ଲୋକ ମାଧ୍ୟମରେ ଆସୁଥିବା ପ୍ରଭୁ ହଁ। ପରମ ବ୍ରହ୍ମ ପରମ ପୁରୁଷ ଆଜ୍ଞା। ମର୍ଯ୍ୟାଦାମୟ ରାଘବେନ୍ଦ୍ର ସରକାର ପ୍ରଭୁ ମୋର ରାମ ଠାକୁର ପ୍ରଭୁ ଅଦ୍ୟ ହଁ। ଦରବାରରେ ଉପସ୍ଥିତ ହୋଇ ଆଜ୍ଞା। ଏ ସିଦ୍ଧାର୍ଥ ଭକ୍ତି ଦରବାରର ସମସ୍ତ ସଦସ୍ୟ ମାନଙ୍କର ବେଶ। ଦୁଇ ଦଳ ପାଲାଚାର୍ଯ୍ୟଙ୍କର ତଥା ଏ ବିଶ୍ୱବାସୀଙ୍କର ମଙ୍ଗଳ କାମନା କରନ୍ତୁ ଆଜ୍ଞା। ବୋଲ ବ୍ରହ୍ମାନନ୍ଦେ କବା ହଉ ବା ଆଜ୍ଞା। ପ୍ରସ୍ତୁତି ହଁ, ଆଜ୍ଞା। ହଁ? ଆଜ୍ଞା। ଆସନ୍ତୁ ଆଜ୍ଞା କଲେ ରସିକେ ବିବୁଦ୍ଧେ ବସି ରସିକେ ବିବୁଦ୍ଧେ ବସି বিচার কর রঘুবংশ কাব্য রস রঘুবংশ কাব্য রস ধন মধ্যরে ଆସନ୍ତୁ ମୋର ସୁଧୀ କଦମ୍ବ ଆଜ୍ଞା ଗୋଳବାଇ ନିବାସୀ କବି ବାଙ୍କା ଦାସଙ୍କର ଧାଡିଟାଏ ନେଇଛି ଆଜ୍ଞା ଆଜ୍ଞା ରସିକେ ବିବୁଦ୍ଧେ ବସି ବିଚାର ବିଚାର କର। ହେ ମୋର ରସ ଗ୍ରାହକ ଗୁଣୀ ଗ୍ରାହକ ଆଜ୍ଞା। ଗୁଣ ବିଶାରଦ ପଣ୍ଡିତ ମାନେ ଆଜ୍ଞା। ଆପଣ ମାନେ ଏ ରସକୁ ଘେନା କରିବା ହୁଅନ୍ତୁ ହୁଅନ୍ତୁ ଆଜ୍ଞା। ବିଚାର କରିବା ହୁଅନ୍ତୁ ହଁ ଆଜ୍ଞା କଣ କଣ ଆଜ୍ଞା ରଘୁବଂଶ କାବ୍ୟ ରସ ହଁ। ମଧ୍ୟରେ ସାର ସାର କାବ୍ୟ ରସ ମାନଙ୍କ ଭିତରେ ଆଜ୍ଞା ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କଲା କଲା। ଇଏ ରଘୁବଂଶ ମହାକାବ୍ୟ ମହାକାବ୍ୟ ଆଜ୍ଞା ଧନ କାବ୍ୟ କରତା କିଏ କାଳିଦାସ କାଳିଦାସ ତେବେ ଆସନ୍ତୁ ଆଜ୍ଞା ବାଙ୍କା ଯୋଉ କଥା କହିଲେ କହିଲେ ଏହା କେତେ ଦୂର ସତ୍ୟତା ପ୍ରତିପାଦିତ କରୁଛି ଆମ୍ଭମାନ ପ୍ରମାଣ ଦରକାର ନା ଆଉ ପ୍ରମାଣ ହଁ। ଆସେ ପୁଅ ତଳ ଧାଡିକୁ ଯିବା ଚାଲନ୍ତୁ କାହା ବିଷୟରେ ବାଙ୍କା ଆଜ୍ଞା ଲେଖିଲେ ଲେଖିଲେ ଆଜ୍ଞା ହେଲା? ହଁ ପୁଅ কলে রমা সপতনি বর সন্ততি কর ভোলারে সন্ততি কর ভোলারে সন্ততি কর লিখিত সংস্কৃত কুমুর খিয়া কর লিখিত সংস্কৃত কুমুর খিয়া কর রমা বলম তো লক্ষ্মী লক্ষ্মী আজ্ঞা তাঙ্কর সপতনি অর্থাৎ আজ্ঞা সৌতুনি সৌতুনি। কিয়ে সে ସରସ୍ୱତୀ। না ସରସ୍ୱତୀ ଆଜ୍ଞା। ସରସ୍ୱତୀଙ୍କର ଆଜ୍ଞା। ବରପୁତ୍ର ହଉଛନ୍ତି କିଏ ସେ କାଳିଦାସ। ନା କାଳିଦାସ ଆଜ୍ଞା। ରମା ସପତଣି ବର ସନ୍ତତି କର କର। କର ବୋଲନ୍ତେ ହାତ ହାତ ଆଜ୍ଞା। କାଳିଦାସଙ୍କର ହସ୍ତରେ লিখিত হয়েছি কোন কোন আজ্ঞা রমা সপতনি বর সন্ততি কর কর। লিখিত সংস্কৃত কুমু রখি আগর আগর বাঙ্কা কহিলে হ্যাঁ। কালিদাসଙ୍କ দ্বারা হ্যাঁ। লেখা যাইଥିବା সংস্কৃত কাব্যকু বেশ। মু আখি আগরে রখি কাহা কথা কহিবাকু যাଉଛି কাহা কথা বলে রসারে সার রূপ দিলীপ নামে ভূপ রসারে সার রূপ দিলীপ নামে ভূপ আর সোনারে রটিলে গুণনা সপাতক রসনারে রটিলে গুণনা সপাতক আজ্ঞা মানে কথাবস্তু হইছি কোন কোন আজ্ঞা না কালিদাসଙ୍କର କଥାକୁ ଆଖି ଆଗରେ ରଖି ବାଙ୍କା କହିଲେ কোন আজ্ঞা কইলে ରସା ବୋଲନ୍ତେ ପୃଥିବୀ পৃথিবী আজ্ঞା ପୃଥିବୀରେ ହଁ। ସାହାର ବୋଲନ୍ତେ ଶ୍ରେଷ୍ଠ ହଉଛନ୍ତି ରାଜା ଦିଲ୍ଲୀପ ଦିଲ୍ଲୀପ ଆଜ୍ଞା ପୁଅ ଆଜ୍ଞା ରସାରେ ସାର ନୃପ ଦିଲ୍ଲୀପ ନାମେ ଭୂପ ଭୂପ। ରସନାରେ ରଟିଲେ রসনা ଗୁଣ ନାଶପାତକ বেশ ରସନା ବୋଲନ୍ତେ ଜିହ୍ୱାରେ ଜିହ୍ୱା। ତାଙ୍କ କଥାକୁ ରଟନ କଲେ ଆଜ୍ଞା। ଧନ ଲୋଥୟ ହୁଅ হ্যাঁ କଣ ହୁଏ কোন আজ্ঞা ନା ଆଜ୍ଞା ଗୁଣ ମିଳେ কোন ପାତକ ଅର୍ଥ ପାପ ଗୁଡାକ ନାଶ ଯାଏ କାହିଁକି ଆଜ୍ଞା কোন বেই ଆପଣ ମାନଙ୍କ ମନରେ ପ୍ରଶ୍ନବାଚୀ ଆସିପାରେ কোন ଦିଲ୍ଲୀପ ଏମିତି କିଏ ଯେ ତାଙ୍କ କଥାକୁ ଏ ଜୁହା ରଟିଲେ ପାପ ନାଶ ଯାଏ হ্যাঁ ତେବେ ଆଜ୍ଞା ବାଙ୍କା କହିଲେ ସେ ରାଜା ଦିଲ୍ଲୀପ କିଏ কিয়ে সে କିଏ ସେ କିଏ ସେ ଆଜ୍ଞା? ନାୟକ ପୁଅ ହଁ। ଧନମାନେ ପ୍ରସ୍ତୁତି ଆଜ୍ଞା। କଲେ ରଜନୀ ସବରି କୀର୍ତ୍ତି ଅଟେ ଯାଙ୍କର କୀର୍ତ୍ତି ଅଟେ ଯାଙ୍କର କବି
ଆଜ୍ଞା ରଜନୀ ବୋଲନ୍ତେ ରାତି ରାତି। ରାତିର ଈଶ ହେଲେ ଚନ୍ଦ୍ର ଚନ୍ଦ୍ର। ଚନ୍ଦ୍ରବର୍ତ୍ତ ଯୋଉ ରାଜା ଦିଲ୍ଲୀପଙ୍କର କୀର୍ତ୍ତି ବିଶ୍ୱମଣ୍ଡଳରେ ବ୍ୟାପକ ହେଇକି ଅଛି ଅଛି ଆଜ୍ଞା। ତେବେ ପଣ୍ଡିତ ବର୍ଗେ ହଁ। ଦେଖିବା ହଁ। ପୁଅରେ ଆଜ୍ଞା। ପାଲା ହେଲା ଆଜ୍ଞା। ପୁରାଣ 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 ଆମକୁ କଣ ମତ ଦେଲା? କଣ ଦେଇଛି ଆଜ୍ଞା? କାଳିଦାସ ଯେତେବେଳେ ରଘୁବଂଶ ମହାକାବ୍ୟକୁ ଲେଖିବାକୁ ଗଲେ ଆଜ୍ଞା। ପୁଅରେ ଆଜ୍ଞା। କଣ କଲେ? କଣ ଆଜ୍ଞା? ନା ଆଜ୍ଞା ଯଦି ଜଣେ କବି କିଛି ଗୋଟେ ବହି ଲେଖିବାକୁ ଯାଆନ୍ତି ହଁ। ତାର କିଛି ଗୋଟେ ଅଭିମତ ଥାଏ ହଁ ନିଶ୍ଚିତ ସୂଚୀପତ୍ର ରହିବ। ବିନା ଅଭିମତରେ ଲେଖିବା ସମ୍ଭବ ନୁହଁ। ନାଇଁ ଆଜ୍ଞା। ତେବେ କାଳିଦାସ ଯେତେବେଳେ ରଘୁବଂଶ ମହାକାବ୍ୟକୁ ରଚନା କଲେ କଲେ ନିଜ ହିସାବରେ ବା ନିଜକୁ ବିଶ୍ୱବାସୀଙ୍କ ଆଗରେ ସିଏ ପରିଚିତ କରେଇଲେ। କଣ ପରିଚିତ କଣ କରେଇଲେ? କହିଲେ? କଣ କହିଲେ? କାହାକୁ ଆଶ୍ରୟ କରି ସିଏ କାବ୍ୟ ଲେଖିଲେ ଦେଖିବାକୁ ପଡିବ। ତେବେ ଆସନ୍ତୁ ହଁ। ବହି ହେଲା ରଘୁବଂଶ ମହାକାବ୍ୟ କାବ୍ୟ। କାବ୍ୟକର୍ତ୍ତା କାଳିଦାସ ଆଜ୍ଞା। ମୋ ବଡ ନାନୀ ସୁନ୍ଦର ଭାବରେ ପାଲା ବସି ଶୁଣୁଥାଅ ହଁ। ମୁଁ ଯେମିତି ପାଲାଟାକୁ ଗରମ ଦଉଛି ଆଜ୍ଞା। ପାଲା ଯେମିତି ସେମିତି ହବ ବା ଆମେ ସମ୍ପର୍କ ଆମର ପଛରେ ଥାଉ ଥାଉ। ମଞ୍ଚ ହଉଛି ଆଗ ହେଲା ହଁ। ତେବେ କାଳିଦାସ କହିଲେ କଣ କହିଲେ? କଣ କହିଲେ? ପ୍ରଥମ ନମ୍ବର ଶ୍ଲୋକ ଶ୍ଲୋକ ନାନୀ ଦେଖି। ଶୁଣୁଥା କେତେ ଶ୍ଲୋକ ଆଜି ଦାସ ଝିଅ ଗାଇବ ଗାଇବେ ଆଜ୍ଞା। ଏ ପୁଅ ବ୍ରାହ୍ମଣ ଘର ପାଲା ପରା। এই থয় কলে বাগার থ বিব সম্পর্কিত বাগর থ প্রতিপত্ত ইয়ে জগত হ পিতরৌ বন্দে পার্বতী পরমেশ্বর মো পণ্ডিত কদম্ব ଆଜ୍ଞା। ব্যাখ্যা করিবা পাই সময় অভাব সম্যক সূচনা অনুসারে মোটামোটি অর্থ ଅର୍ଥ ଆଜ୍ଞା। পুরে ଓ। কালিদাস যেতবেলে লেখিবাকু গলে ଆଜ୍ଞା। ধন ଓ। জ্ঞান সংস্কৃতর ହଁ। আহরণকারী বিশ্ববিখ্যাত পণ্ডিত হউচন্তি দেবদেব মহাদেব শঙ্কর ভগবান ଭଗବାନ ଆଜ୍ଞା। পুଅ ଆଜ୍ଞା। ବ୍ୟାକରଣର ସ୍ରଷ୍ଟା କହିଲେ ବି ଶିବଙ୍କୁ ଅତ୍ୟୁକ୍ତି ହବନି ହବନି ଆଜ୍ଞା। ପ୍ରଭୁ ହଁ। ଦେବଦେବ ମହାଦେବ ଆଜ୍ଞା। ମା ଜଗତ ଜନନୀ ପାର୍ବତୀଙ୍କର ହଁ। ପଦବନ୍ଦନା କରି କାଳିଦାସ ରଘୁବଂଶ ମହାକାବ୍ୟକୁ ଆରମ୍ଭ କଲେ। ବେଶ। ତେବେ ଆଜ୍ଞା ମାନେ ଆଶ୍ରୟ ସରିଗଲା ଅଭିମତ ହଁ। କବି ନିଜକୁ ନିଜେ କଣ କହିଲେ? କଣ କହିଲେ ଆଜ୍ଞା? ନାନୀ ଓ। ଆସନ୍ତୁ ଆପଣ ମାନଙ୍କ ପାଇଁ ଆଜ୍ଞା ମାନେ ହଁ। ଆଉ ଗୋଟେ ସୁନ୍ଦର ଶ୍ଲୋକ ଧାଡ଼ିଏ ଗାଇବି। କାନ୍ତୁ। ଆମ ଦି ଭଉଣୀଙ୍କ ଭିତରେ ଲଢେଇ ପାଲା ନା ହଁ, ହଁ। ପାଲାଟା ସେମିତିକା ହବ ନା କି କଥା ଦେଖିବ ପରେ ଆଜ୍ଞା। ଦ୍ୱିତୀୟ ନମ୍ବର ଶ୍ଲୋକ କଣ ଆଜ୍ଞା? କାଳିଦାସ ହଁ। କଲେ କହ ସୂର୍ଯ୍ୟ ପ୍ରଭବ ବଂଶ କହ ଚାଳପ ବିଷୟାମତି ସୁଦୁସ୍ତରଂ ମହାଦୁଡୁ ପେନାସ୍ମି ସାଗରଂ ଆଜ୍ଞା ମାନେ କାଳିଦାସ କହିଲେ ଏ ସଂସାର ସମୁଦ୍ରକୁ ପାରି ହେବା ପାଇଁ ଯେମିତି ଡଙ୍ଗା ଦରକାର ରଘୁବଂଶ ରୂପକ ସମୁଦ୍ରକୁ ପାର ହେବାକୁ ହେଲେ ଆଜ୍ଞା। ଶ୍ଲୋକକୁ ଆଶ୍ରୟ କରିବାକୁ ପଡେ ପଡିବ ଆଜ୍ଞା। କବି ଆଜ୍ଞା ଆସନ୍ତୁ କବିଙ୍କର ପରିଚୟ ଦେବା ପାଇଁ ଆଉ ସମୟ ନାହିଁ ନାହିଁ। ପୁଅରେ ଓ। ରାଜ୍ୟ ହେଲା କଣ କଣ? ପୁଅ ରାଜ୍ୟ ପଲ୍ଲୀ କବି ନନ୍ଦ କିଶୋର ବଳ ବଳ ଆଜ୍ଞା। କଣ କହିଲେ? କଣ କହିଲେ? କହିଲେ ସରଜୁତ ଟିନି ତଟେ ଇଏ ଅଯୋଧ୍ୟା ନଗରୀ ଅଯୋଧ୍ୟା ନଗରୀ ଅଯୋଧ୍ୟା ନଗରୀ ଦୂର ଧୁନି ତୀରେ ଜେନେ ସ୍ୱର୍ଗ ବିଦ୍ୟା ଧରି ଆଜ୍ଞା ସରଜୁ ନଦୀର ତଟରେ ବୋଲନ୍ତେ କୂଳରେ ଆଜ୍ଞା। ଅଯୋଧ୍ୟା ନାମକ ରାଜ୍ୟଟି ଅବସ୍ଥିତ ମୋ ବିଶ୍ୱବାସୀ ଦେଖୁଛନ୍ତି ହଁ। ମୋ ବଡ ନାନୀଙ୍କ ପାଇଁ ଗୋଟେ ସୁନ୍ଦର କଥା ଶାସ୍ତ୍ର କଥାଟିଏ କହୁଛି କହୁନାହାନ୍ତି। ବର୍ତ୍ତମାନର ମାନଚିତ୍ରରେ ହଁ ହଁ। ଅଯୋଧ୍ୟା ହଉଛି କୋଉ ଜାଗା କୋଉ ଜାଗା ମାନେ ମ୍ୟାପ କେଉଁ ସ୍ଥାନଟିକୁ ଆମେ ଅଯୋଧ୍ୟା ବୋଲି କହିବା କହିବା ଆଜ୍ଞା। ମୋ ନାନୀ ଆସିଲେ ୟାର ସମାଧାନ କରିବେ ହଁ, ହଁ। ତେବେ ଆଜ୍ଞା ହଁ, ହଁ। ରାଜ୍ୟ ଅଯୋଧ୍ୟା ଅଯୋଧ୍ୟା। ରାଜା ହେଲେ ଦିଲ୍ଲୀପ ଦିଲ୍ଲୀପ ଆଜ୍ଞା। ରାଜା ଦିଲ୍ଲୀପ ଦେଖିବାକୁ କି ଭଳିଆ କେମିତି ଆଜ୍ଞା? ରଘୁବଂଶ ମହାକାବ୍ୟ ହଁ, ହଁ। କାବ୍ୟକର୍ତ୍ତା କାଳିଦାସ କାଳିଦାସ। ଆଉ ଗୋଟେ ଶ୍ଲୋକ କହିଲେ କଣ କହିଲେ? କହିଲେ ବିଉଢରସ୍କ ବୃଷ ସ୍କନ୍ଧା ଶାଳ ପ୍ରାଂଶୁ ମହାଭୁଜ ଆତ୍ମ କର୍ମ କ୍ଷମାଂ ଦେହ ଜାତ ଧର୍ମଇ ଭାଶ୍ରିତ ରାଜାଙ୍କୁ ଦେଖିବା ପାଇଁ ବିଶାଳ କାୟ ଥିଲେ ବେଶ। ଭୁଜ ଗୁଡାକ ଲମ୍ବା ଥିଲା ଆଜ୍ଞା ବେଶ। ବୃଷଭର ସ୍କନ୍ଧ ଯେମିତି ବଳିଷ୍ଠ ବଳିଷ୍ଠ। ରାଜା ଦିଲ୍ଲୀପଙ୍କର ସ୍କନ୍ଧର ବୀରତ୍ୱ ସେମିତି ବଳିଷ୍ଠ ଆଜ୍ଞା। ରାଜାଙ୍କୁ ଦେଖିଲେ ଜଣାଯାଏ ହଁ। ସତେ କି ଏ କ୍ଷତ୍ରିୟ ଧର୍ମ ନିଜର ରୂପ ପରିବର୍ତ୍ତନ କରି ମର୍ତ୍ତ୍ୟ ପୃଷ୍ଠରେ ଅବତୀର୍ଣ୍ଣ ହୋଇଛନ୍ତି କି ପଣ୍ଡିତ କଦମ୍ବ ଆଜ୍ଞା। ରାଣୀ କିଏ? ରାଣୀ ଦେଖିବାକୁ ପଡିବ ନା। ଆଜ୍ଞା ମାନେ ଗୋଟାଏ କଥାବସ୍ତୁକୁ ଦେଖିବାକୁ ଗଲେ ହଁ। ଦେଶ କାଳ ପାତ୍ର ପାତ୍ର ନବାକୁ ପଡିବ ନା। ଏବେ ରାଜ୍ୟ ଗଲା ରାଜା ଗଲେ ରାଣୀ ରାଣୀ ଆଜ୍ଞା।
पुओ रघुवंश महाकाव्य काव्य करता कालिदास कालिदास। आउ धाड़िए श्लोक आनुन। कले तस्य दाक्षिण्य रूढेन नामना मगध वंशजा पत्नी सुदक्षिणा त्यासीत् परस्वेव दक्षिणा मो पंडित कदम्ब हाँ मगध वंशिया थिले आज्ञा रानी सुदक्षिणा सुदक्षिणा राजा दिलीपंकर पत्नी सुदक्षिणा जेमिति हाँ यज्ञर स्त्री दक्षिणा आज्ञा थिले सेमिति माने बुझेलानी सत्य की जहा हाँ। दिलीप होउचंती यज्ञ हाँ। रानी सुदक्षिणा होउचंती दक्षिणा ए हे आज्ञा हाँ। तांको ना काहे की सुदक्षिणा हले की आज्ञा आज्ञा मो विश्ववासी सुनिबा हुअंतु कुहंतु। मो ज्ञानी वृंद हाँ। दाक्षिणात्यर अर्थ बा हाँ। दाक्षिण्यर अर्थ अर्थ जे व्यवहार अन्य को भलो लागे लागे रानी सुदक्षिणा मगध वंशिया अत्यंत उदारता थिले बेश। तेणु तांको व्यवहार समस्तंकु भलो लागे बोली आज्ञा। तांको नाम थिला सुदक्षिणा हे मो पंडित कदम्ब आज्ञा राजा गले रानी गले गले। आसंदु आज्ञा हाँ प्रत्येक नारी पुरुषर जीवन सब बेले सुखरे जाएनी आज्ञा नहीं आज्ञा। ना केबे दुखरे जाएनी हाँ। कारण कौन? सुख दुख नहीं ए संसार संसार दिनकर घटना कौन घटना? रानी सुदक्षिणा हाँ। रानी सुदक्षिणा कौन कले कौन कले देखुछंती गोटाए सुंदर दृश्य हो आज्ञा समय सरीगला एठु कथा वस्तु कौन हबो मो बड़ नानी आसिले बहिटी को आगो को नेबे आ मो नानी को बाई गोटाए कथा पुराण पुरुणार कथा होचंती आज्ञा कवि आउ पंडित मानकु नै सुंदर बेश कवि बारेडियार कवि भ्रमरवर राय हाँ। गोटाए सुंदर पद लिखिछंती तिनि तिनिटा अर्थ होथबो बेश ए लढेई पाला होची स्वतंत्र बा नियारा पाला आज्ञा, एठी आपण मानंको पाई कहि रखे मो बड़ नानीको पाई कथा रहिला भ्रमरवर रायंकर से सुंदर पद गाइबे जहा तिनि प्रकार अर्थ हेउथिबो बास हौ धन माने जिबा हाँ जीवा आज्ञा जिबा हाँ ईश्वर तो आसीगलानी आउ आसंतु आज्ञा गोटाए धाड़ी गाइबी हाँ, हाँ। गायक वेदव्यास रमेश चंद्र पंडा आज्ञा आज्ञा आहे ब्रह्मांड मंडन हे खंडन कर विपत्ति पुंडरी काक्ष मुंड नुआउछि पुंडरी काक्ष मुंड नुआउछि दंड मंड जामती आहे ब्रह्मांड मंडन हे खंडन कर विपत्ति आहे ब्रह्मांड मंडन हे खंडन प्रथमे नमिता दास को शुणिले से प्राथमिक पर्यायर मंगलाचरण ठीक भाव में क्लुप्त भाव रखिंट संक्षिप्त रखिंट धन्यवाद जनाऊँगी लड़े कर प्राथमिक पर्याय से रखिंट मुझे निश्चित भाव साधुवाद ज्ञापन करी एवं विजयिनी हरिचंदन को आमंत्रण करी मंच को यही सिद्धार्थ भक्ति मंच रे आपण लड़े करेंगे द्वितीय पाली रे। जय जगन्नाथ स्वामी की सर्वादौ मम पूज्य ममाराध्य देवता जगतरनाथ जगन्नाथंकर अनंत चरण रे अनंत कोटि दंडवत समीक्षक महोदयंकर पादतले मोर शतकोटि प्रणाम। सिद्धार्थ भक्ति चैनलर लड़े पालार द्वितीय पर्यायर आम उपवेशन करिछे आमर श्रद्धेय स्थान भौणी नमितांकर कथा प्रसंग रही बारेडिया कविंकर गोटे पद गायकी तुम अर्थ करिवो तापरे रघुवंश काव्य को जिबा। बारेडिया कवि पुरातन कवि भ्रमरवर राय लिखि देइछन्ति अरे अर्जुन तो सका अर्जुन नासक अर्जुन प्राण भी राम को सहारी
ଆଜ୍ଞା ଅର୍ଜୁନ ତୋଷକ ଅର୍ଜୁନ ନାଶକ ଅର୍ଜୁନ ପ୍ରାଣ ବିଧ୍ୱଂସକ ବାରେଡ଼ିଆ କବି ଭ୍ରମରବର ରାୟ କହିଲେ ଅର୍ଜୁନ ତୋଷକ କେଉଁ ଅର୍ଜୁନକୁ ପ୍ରଭୁ ତୋଷ କଲେ କେଉଁ ଅର୍ଜୁନକୁ ନାଶ କଲେ କେଉଁ ଅର୍ଜୁନର ପ୍ରାଣକୁ ବିଧ୍ୱଂସ କଲେ ଆଜ୍ଞା ଅର୍ଜୁନ ତୋଷକ ପାଣ୍ଡବ କୁଳର ଅର୍ଜୁନକୁ ଅଷ୍ଟାଦଶ ଯୋଗଗୀତା ଶୁଣେଇ ପ୍ରଭୁ ଆପଣ ତୋଷ କଲେ ଅର୍ଜୁନ ନାଶକ ଜାମଳା ଅର୍ଜୁନ ବୃକ୍ଷରେ ମା ଯଶୋମତୀ ଦିନେ ଆପଣଙ୍କୁ ବାନ୍ଧିଦେଲା ଆପଣ ଟିକିଏ ଝିଙ୍କିଦେଲେ ଦୁଇଟା ଯାକ ଗଛ ଉପୁଡ଼ି ପଡ଼ିଲା ଜାମଳା ଅର୍ଜୁନ ନାଶ କଲ ଅର୍ଜୁନ ପ୍ରାଣ ବିଧ୍ୱଂସକ ସହସ୍ରା ଅର୍ଜୁନର ହଜାରେ ବାହୁ ପରଶୁରାମ ଅବତାରରେ ଆପଣ ହଜାରେ ବାହୁକୁ ଛେଦି ପକେଇଲେ ରାମ ଦର୍ପହାରୀ ରାମକୁ ସଂହାରୀ ରାମକୁ ଦେଇଛ ଧମକ ରାମ କହିଲେ ରମଣୀୟ କନ୍ଦର୍ପ କନ୍ଦର୍ପ କହୁଛି ମୁଁ ସୁନ୍ଦର କୋଟିଏ କନ୍ଦର୍ପର ରୂପକାନ୍ତିକୁ ଜିଣି ଅଭିନବ ଘନ ରୂପକାନ୍ତିକୁ ପ୍ରଭୁ ବହନ କଲ ରାମକୁ ସଂହାରୀ ରାମ ଅର୍ଥ ମୃଗ ମାୟା ମୃଗକୁ ରାମ ଅବତାରରେ ଆପଣ ସଂହାର କଲେ ରାମକୁ ଦେଇଛ ଧମକ ସୀତା ସ୍ୱୟଂବରରୁ ପୁରୁଷୋତ୍ତମ ରାମଚନ୍ଦ୍ର ଫେରିବା ବେଳେ ପରଶୁରାମ ଆପଣଙ୍କୁ ବାଟ ଅବରୋଧ କଲା ଆପଣ ପରଶୁରାମକୁ ଧମକେଇ ଦେଲେ ରାମ ରାମାକୁ ରାମ ଅର୍ଥ ମୃଗ ରାମାର୍ଥ ସ୍ତ୍ରୀ ମୃଗର ସ୍ତ୍ରୀ ହେଲା ମୃଗୁଣୀ ତାରାବତୀ ମୃଗୁଣୀ ବ୍ୟାଧ କବଳରେ ପଡ଼ି ସୁବାୟୁ ବନରେ ଆପଣଙ୍କୁ ଡାକିଲା ହେ ପ୍ରଭୁ ବଳରାମଙ୍କର ଅନୁଜ ମୃଗୁଣୀକୁ ଉଦ୍ଧାର କଲ ବାଳି ନାସି ତାର ବାଳିକୁ ଅର୍ପିଲ ମିତ୍ର ମିତ୍ର ସୁତେ ବିଚାରି କିସ୍କିନ୍ଦା କଟକର ରାଜା ବାଳିକୁ ଆପଣ ମାରିଲେ ବାଳି ନାସି ତାର ବାଳିକୁ ଅର୍ପିଲ ବାଳିର ସ୍ତ୍ରୀ ତାରା ତା ସ୍ତ୍ରୀ ତାରାକୁ ସୁଗ୍ରୀବ ହାତରେ ସମର୍ପଣ କଲେ ଆଜ୍ଞା ପ୍ରସଙ୍ଗ ଆମର ରହିଛି ସାନ ଭଉଣୀଙ୍କର ପ୍ରସଙ୍ଗ ଆମର ରହିଛି ରାଜା ଦିଲ୍ଲୀପଙ୍କର ପତ୍ନୀ ଥିଲେ ସୁଦକ୍ଷିଣା ସୂର୍ଯ୍ୟବଂଶର ରାଣୀ ଆଜ୍ଞା ବହି ହେଲା ରଘୁବଂଶ କାବ୍ୟ ରଘୁବଂଶ ବିଷୟରେ ଆଲୋଚନା କଲ ତମେ କିନ୍ତୁ ଆମର ସାନ ଭଉଣୀ ରଘୁବଂଶ କେଉଁଠି ତମେ କେଉଁଠି ରଘୁବଂଶ କାବ୍ୟ ସମୟ ସ୍ୱଳ୍ପ ବୋଲି ତମେ ପାଟିରେ କହୁଛ ତମେ ତ ବାଙ୍କ ଦାସଙ୍କର ସେଇ ଯେଉଁ ବସାଣ ପଦଟି ଗାଇଲ ସେଇ ସମୟ ଭିତରେ ତମର ସମୟ ସରିଗଲାଣି ନାଇଁ ଟିକେ ଆଗକୁ ଯିବା ଆଜ୍ଞା ଆପଣମାନଙ୍କର କବି ବାଣଭଟ୍ଟ ବହି ହେଲା କାଦମ୍ବରୀ ଗଦ୍ୟ କାବ୍ୟ କବି ବାଣଭଟ୍ଟ କହିଲେ ରାଜା ଦିଲ୍ଲୀପଙ୍କର ଆଜ୍ଞା ବାହୁରେ କେତେ ଶକ୍ତି କେତେ ବଳ ଥିଲା କହିଲେ ପ୍ରଚଣ୍ଡ ଭୁଜଦଣ୍ଡ କୁଣ୍ଡଳିତ କୋଦଣ୍ଡ ଚଣ୍ଡିମା କର୍ଣ୍ଣ ହିଣ୍ଡମାନ କାଣ୍ଡ ଖଣ୍ଡି ତାରି ମୁଣ୍ଡ ଆଖଣ୍ଡଳ ପବ ରାଜା ଦିଲ୍ଲୀପଙ୍କର ଦୁଇ ଭୁଜ ପ୍ରଚଣ୍ଡ କହିଲେ ପ୍ରଖର ଥିଲା କୁଣ୍ଡଳିତ କୋଦଣ୍ଡ କୋଦଣ୍ଡ କହିଲେ ଧନୁ କୁଣ୍ଡଳିତ କହିଲେ ଗୋଲାକାର ରାଜା ଦିଲ୍ଲୀପ ଯେତେବେଳେ ଧନୁରେ ଗୁଣ ଦିଅନ୍ତି ବାଣଭଟ୍ଟ କହିଲେ ଆକର୍ଣ୍ଣ କାର୍ଣ୍ଣ ପର୍ଯ୍ୟନ୍ତ ହାତଟାକୁ ଟାଣି ଆଣନ୍ତି ବାହୁରେ ବଳ ନଥିଲେ ଶକ୍ତି ନଥିଲେ ଡାହାଣ ହାତଟା କାନ ପର୍ଯ୍ୟନ୍ତ ଆସିବ ରାଜା ଦିଲ୍ଲୀପଙ୍କ ବାହୁରେ କେତେ ଶକ୍ତି କେତେ ବଳ ଥିଲା ଯେତେବେଳେ ଧନୁଟାକୁ ଆଜ୍ଞା ବାମ ହାତରେ ଧରିଛନ୍ତି ଶରଟାକୁ ଟାଣି ଆଣନ୍ତି ସେତେବେଳେ କୁଣ୍ଡଳିତ କୋଦଣ୍ଡ କୋଦଣ୍ଡ କହିଲେ ଧନୁ କୁଣ୍ଡଳିତ କହିଲେ ଗୋଲାକାର ଭାବରେ ରାଜାଙ୍କର ବାମ ହାତରେ ଧନୁଟା ବୁଲିଯାଏ ତୀବ୍ର ଗତିରେ ଶର ଯେତେବେଳେ ଛୁଟି ଯାଏ ହିଣ୍ଡମାନ କାଣ୍ଡ ଖଣ୍ଡି ତାରି ମୁଣ୍ଡ ଶତ୍ରୁମାନଙ୍କର ମୁଣ୍ଡକୁ ଖଣ୍ଡ ଖଣ୍ଡ କରି କାଟି ପକାଏ ଆଖଣ୍ଡଳ କହିଲେ ଇନ୍ଦ୍ର ପମ ଅର୍ଥ ପରି ଇନ୍ଦ୍ରଙ୍କ ପରି ରାଜା ଦିଲ୍ଲୀପ ବଳବାନ ଥିଲେ କେମିତି ଥିଲେ କହିଲେ ଅମରଙ୍କ ତୁଲେ ସମର କରିବା ସାମରଥପଣ ଯାର ଅମର କହିଲେ ଦେବତାମାନଙ୍କ ଭଳିଆ ସହିତ ସଂଗ୍ରାମ କରିବା ଭଳିଆ ସାମର୍ଥ୍ୟ ବଳ ଥିଲା ରାଜା ଦିଲ୍ଲୀପଙ୍କର ନ ମରନ୍ତି ଶିଶୁ ତରୁଣ ତାଦେଶେ ଜମର ଏତିକି ଡର ଯମରାଜା ରାଜା ଦିଲ୍ଲୀପଙ୍କୁ ଏତେ ଭୟ କରୁଥିଲା ଏତେ ଡରୁଥିଲା ଅଯୋଧ୍ୟା ଦେଶରୁ ଛୋଟ ପୁଅ ଝିଅ ଯୁବକ ଯୁବତୀ ଏମାନଙ୍କୁ ନେଇପାରୁନଥିଲା ଆଜ୍ଞା ଆସନ୍ତୁ ଦେଖିବା ଆମର ମହାଶୟଙ୍କର ପ୍ରଶ୍ନ ରହିଛି ଅଯୋଧ୍ୟା କେଉଁଠି ବହି ହେଲା ରଘୁବଂଶ କାବ୍ୟ କବି ହେଲେ ଆପଣମାନଙ୍କର କବି ମହାକବି କାଳିଦାସ ଯେଉଁ କାଳିଦାସ ହେଉଛନ୍ତି ସେକ୍ସପିୟର ଅଫ୍ ଇଣ୍ଡିଆ ସେହି ମହାକବି କାଳିଦାସଙ୍କର ହସ୍ତଲିଖିତ ସଂସ୍କୃତକୁ ଆମେ ଆଗରେ ରଖିବା ତା ସହିତ ଓଡ଼ିଆ ସାହିତ୍ୟକୁ ମିଶାଇବା ସେ କହିଲେ ଦେଶଟା ହେଲା ଅଯୋଧ୍ୟା ଦେଶ ପଲ୍ଲୀକବି ନନ୍ଦକିଶୋର ବଳ କହିଲେ ଅଯୋଧ୍ୟା ଦେଶ କେଉଁଠି ବା ଆମର ମହାଶୟା କହିଲେ ଯେ ଅଯୋଧ୍ୟା ମାନଚିତ୍ରରେ ବର୍ତ୍ତମାନ କେଉଁଠି ଉତ୍ତରପ୍ରଦେଶର ଫୌଜାବାଦ ଜିଲ୍ଲାର ସଦର ମହକୁମା ଠାରୁ 5 ମାଇଲ ଦୂରରେ ଅଯୋଧ୍ୟା ନଗରୀ ବିଦ୍ୟମାନ ଦେଶ ହେଲା ଅଯୋଧ୍ୟା ଦେଶ ଆଜ୍ଞା ବହି ହେଲା ରଘୁବଂଶ କାବ୍ୟ ରାଜା ହେଲେ ଦିଲ୍ଲୀପ ଆମର କାଳିଦାସଙ୍କର ଗୋଟିଏ 3ଟି ଶ୍ଲୋକ ତମେ ଗାଇଲ ଗୋଟିଏ ଥାକରେ 3ଟି ଶ୍ଲୋକ ଗାଇଲ ତସ୍ୟା ଦକ୍ଷିଣା ରୁଢ଼େନ୍ ନାମ୍ନା ମଗଧ ବଂଶଜା ପତ୍ନୀ ସୁଦକ୍ଷିଣା ତ୍ୟାସିଦି ଧୁରଶ୍ଚୈବ ଦକ୍ଷିଣା ରାଣୀ ସୁଦକ୍ଷିଣା ଆଜ୍ଞା ପତିପରାୟଣା ସତୀ ଥିଲେ
ନାଇଁ କି କିନ୍ତୁ କ'ଣ ହବ ଆମର ଆପଣମାନଙ୍କର କବି ରାଧାନାଥ କହିଲେ ସର୍ବ ସୁଖେ ଥାଇ ରାଜନ ଏକ ସୁଖେ ବଞ୍ଚିତ ସୁଖେ ବଞ୍ଚିତ ସୁଖେ ବଞ୍ଚିତ সম্পত্তি বিহুনে নীরবে রাজা ଥିଲେ চিন্তিত আজ্ঞা পুଅ ନାହିଁ କି ଝିଅ ନାହିଁ ରାଧାନାଥ କହିଲେ ସର୍ବ ସୁଖେ ଥାଇ ରାଜନ ଏକ ସୁଖେ ବଞ୍ଚିତ ସନ୍ତତି ବିହୁନେ ନିରତେ ରାଜା ଥିଲେ ଚିନ୍ତିତ ପୁଅ ନାହିଁ କି ଝିଅ ନାହିଁ କବି ମନୁ ଲେଖି ଦେଇଛନ୍ତି ପାଟିକନା କହିଲେ ଅପୁତ୍ରସ୍ୟ ଗତି ନାସ୍ତି ସ୍ୱର୍ଗେ ନୈବଚ ନୈବଚ ତସ୍ମାତ୍ ପୁତ୍ର ମୁଖଂ ଦୃଷ୍ଟ୍ୱା ନରକାତ୍ରାୟତେ ନର କବି ମନୁ କହିଲେ ଅପୁତ୍ରସ୍ୟ ଗତି ନାସ୍ତି ଅପୁତ୍ରିକ ଅପୁତ୍ରିକା ରାଜା ଏବଂ ରାଣୀ ତାଙ୍କର ଗତି ନାହିଁ ସ୍ୱର୍ଗେ ନୈବଚ ନୈବଚ ସ୍ୱର୍ଗରେ ତାଙ୍କର ସ୍ଥାନ ନାହିଁ ଡକ୍ଟର ମାୟାଧର ମାନସିଂ ଲେଖିନାହାନ୍ତି ଆରେ ସୁନାହାର ବକ୍ଷେ ଝୁଲୁଥିବ ତୋର କୁବେର ସମ୍ପତ୍ତି ରହିଥିବ ଆଉ କି ହେବ ଏ ପରି ବିଭବ ରହିଲେ ମାଡାକ କାନନ ଶୁଣିବ ମାଡାକ କାନନ ଶୁଣିବ ଆଜ୍ଞା 10 ଭରି ସୁବର୍ଣ୍ଣର ହାର ଘରେ ସ୍ତ୍ରୀ ପିନ୍ଧିଥିବ କୋଟି କୋଟି ଟଙ୍କାର ଆପଣ ମାଲିକ ହେଇଥିବେ ନାଇଁ କି 5 ମହଲା କୋଠାଘର ଆପଣଙ୍କର ଥିବ କିନ୍ତୁ ଏଭଳି ବିଭବ ରହିଲେ କିଛି ଲାଭ ନାହିଁ ପବିତ୍ର ମା ଡାକ ପବିତ୍ର ବାପା ଡାକ ଯଦି ଏ କାନ ନ ଶୁଣିଲା ତମ ଜମି ବାଡ଼ି ଧନ ସମ୍ପତ୍ତି ତମ ଜୀବନକୁ ଶତଧିକ ରାଣୀ ସୁଦକ୍ଷିଣା ଥିଲେ ଅପୁତ୍ରିକା ରାଜା ଦିଲ୍ଲୀପ ଥିଲେ ଅପୁତ୍ରିକ ସୂର୍ଯ୍ୟବଂଶର ରାଜା ଦିଲ୍ଲୀପ ଚିନ୍ତା କରୁଛନ୍ତି ମୁଁ କାହିଁକି ଅପୁତ୍ରିକ ରାଣୀ ସୁଦକ୍ଷିଣା ଭାବୁଛନ୍ତି ମୁଁ କାହିଁକି ଅପୁତ୍ରିକା ଆଜ୍ଞା ସମୟଟା ହେଇଛି ଆଷାଢ଼ ମାସ ସମୟ କୋଠା ଉପରେ ବୁଲୁଛନ୍ତି ରାଣୀ ସୁଦକ୍ଷିଣା ଏତିକି ବେଳେ ଆପଣମାନଙ୍କର ଗାୟକ ସମ୍ରାଟ ବିଶ୍ୱନାଥ ପଟ୍ଟଯୋଶୀଙ୍କର ଗୋଟାଏ ପଦ ମୁଁ ଗାଇବି ଦ୍ୱିତଳ ପ୍ରାସାଦରେ ବିଲୋକି ନୟନରେ ବିଲୋକି ସତ୍ୟଚାରଣେ ଗାଭୀରତ ଏତିକି ବେଳେ ଦ୍ୱିତଳ ପ୍ରାସାଦରେ ଦୋମହଲା କୋଠା ଉପରେ ବିଦଗ୍ଧ ଶ୍ରୋତାମଣ୍ଡଳୀ ରାଣୀ ସୁଦକ୍ଷିଣା ବୁଲିବା ବେଳେ ରାଣୀଙ୍କର ଦୃଷ୍ଟି ପଡ଼ିଗଲା କ୍ଷେତ ବିଲ ଭିତରକୁ ବିଲ ଭିତରେ ଗାଈ ଘାସ ଖାଉଥିଲା ବାଛୁରୀ ତା ସ୍ତନରୁ କ୍ଷୀରପାନ କଲା ସେତେବେଳେ ଗାଈ ଘାସ ଖାଇବାକୁ ଛାଡ଼ି ଦେଇ ବାଛୁରୀକୁ ଚାଟି ପକାଇଲା ସୁଦକ୍ଷିଣା ଚିନ୍ତା କଲେ ମୁଁ ଅପୁତ୍ରିକା ଗାଈ ବାଛୁରୀର ବାତ୍ସଲ୍ୟ ସ୍ନେହକୁ ଦେଖିଦେବା ପରେ ସେ ଚିନ୍ତା କଲେ ମୁଁ କେତେ ବଡ଼ ହତଭାଗିନୀଟାଏ କାହିଁକି ମୁଁ ଅପୁତ୍ରିକା କାହିଁକି ମୋର ପୁଅ ଝିଅ ହେଉନି ଏ ସୂର୍ଯ୍ୟବଂଶକୁ କେବେ ଉତ୍ତରାଧିକାରୀ ଆସିବ ରାଣୀ ସୁଦକ୍ଷିଣା କୋଠା ଉପରେ ବସି କାନ୍ଦୁଛନ୍ତି ଆଉ ଏ ସମୟ ନରବର ପ୍ରବେଶିଲେ ଅନ୍ତପୁର ରାଣୀକୁ ନ ଦେଖିଲା ବିପଦ
ଆଜ୍ଞା ଏତିକି ବେଳେ ରାଜା ଦିଲ୍ଲୀପ ରାଣୀକୁ ଖୋଜି ଖୋଜି ଅନ୍ତପୁରରେ ପହଞ୍ଚିଗଲେ। ରାଣୀ କ'ଣ ଅନ୍ତପୁରରେ ଅଛନ୍ତି? ରାଣୀ ତ କୋଠା ଉପରେ। ପଚାରିଲେ କହିଲେ ଦାସୀ ଆରେ ସୁଦକ୍ଷିଣା କାହାନ୍ତି? କୋଠା ଉପରେ ସୁଦକ୍ଷିଣା କ'ଣ କରୁଛନ୍ତି? ହସି ହସି ରାଜା ଦିଲ୍ଲୀପ କୋଠା ଉପରକୁ ଚାଲିଲେ। ଦେଖିଲେ ରାଣୀ ସୁଦକ୍ଷିଣା ବସିକି କାନ୍ଦୁଛନ୍ତି, ଆଖିରୁ ଧାର ଧାର ଲୁହ ବହିଯାଉଛି। ରାଜା ଦିଲ୍ଲୀପ ସେଇଠି କହିଲେ ଆରେ ସୁଦକ୍ଷିଣା ମୁଁ ତମକୁ ଖୋଜୁଛି ଅନ୍ତପୁରରେ, ତମେ ଆସି ଏ କୋଠା ଉପରେ, ତମେ କାନ୍ଦୁଛ କାହିଁକି? କାହିଁକି ଅଭିମାନ? କ'ଣ ମୋ ଆସିବା ଡେରି ହେଲା? ମୋ ଉପରେ ଅଭିମାନ କରିଛ, ତମେ କାନ୍ଦୁଛ କାହିଁକି? ଆଜ୍ଞା ରାଣୀଙ୍କ ମନ କଥାକୁ ବୁଝି ନପାରି ରାଜା ଦିଲ୍ଲୀପ ରାଣୀକୁ କହିଲେ ଆପଣମାନଙ୍କର କବି ବାଙ୍କ ଦାସ ଗୋଳବାଇ ନିବାସୀ ଗୀତରେ ବାଙ୍କ ଭାଷୀ ସରଳ ଅର୍ଥେ ଗୀତ ରଚନା କଲି ବସି କିଲା ଜିଲ୍ଲା ଖୋରଧା ମୌଜା ରାମେଶ୍ୱର ତହିଁରେ ବାଙ୍କ ନିଧି ଗରିବ ଦ୍ୱିଜବର 12 ବର୍ଷ ଦିନୁ ହୋଇଲେ ପାଲାକାର ରାମ ତାରକା ମନ୍ତ୍ର ଜପିଲେ ନିରନ୍ତର ବାଙ୍କ ଦାସ ପାଲାର ବେଶ ବାଟି 18 ମାଣ ଜମି ଶେଷ ଗୋଟାଏ ପଦ ରାଗ ପଡ଼ିବ ଆନନ୍ଦ ଭୈରବୀ। ଆଜ୍ଞା ରାଜା ଦିଲ୍ଲୀପ ରାଣୀଙ୍କ ମନ କଥାକୁ ବୁଝି ନପାରି ରାଣୀକୁ କହିଲେ ରସ ରଙ୍ଗିନୀରେ କାଶ କୁନ୍ଦ ହାସି ରୁଷନା ବନ୍ଧୁ ରୁଷନା ଆଜ୍ଞା ଆରେ ସୁଦକ୍ଷିଣା କାହିଁକି ଅଭିମାନ କରିଛ? ତମେ କାହିଁକି ଅଭିମାନ କରିଛ ମୋତେ କହ। ତମେ ଯଦି ନ କହିବ ତମ ମନ କଥା ମୁଁ ଜାଣିବି କେମିତି? ରାଣୀ ସୁଦକ୍ଷିଣା ସେଇଠି କହିଲେ ମୁଁ ସତରେ କେଡ଼େ ହତଭାଗିନୀ ସ୍ୱାମୀ। କାହିଁକି? ଗାଈ ବାଛୁରୀର ବାତ୍ସଲ୍ୟ ସ୍ନେହକୁ ଦେଖିଦେବା ପରେ କୋଠା ଉପରେ ମୁଁ ଚିନ୍ତା କରୁଛି ମୋର ପୁଅଟିଏ ଥିଲେ କି ଝିଅଟିଏ ଥିଲେ ମୁଁ ଏମିତି କାଖରେ କୋଳରେ ଧରି ଦେଇଥାନ୍ତି, ସେ ମୋ ସ୍ତନ୍ୟରୁ କ୍ଷୀରପାନ କଲାବେଳେ ମୁଁ ତା ଗଣ୍ଡ ଦେଶରେ ଚୁମ୍ବନ ଆଙ୍କି ଦେଉଥାନ୍ତି। କାହିଁକି ମୋ ଅପୁତ୍ରିକା ଏ ସୂର୍ଯ୍ୟବଂଶକୁ କେବେ ଉତ୍ତରାଧିକାରୀ ଆସିବ ମୋତେ କୁହନ୍ତୁ ସ୍ୱାମୀ। ରାଜା ଦିଲ୍ଲୀପ କହିଲେ ଲିଖିତ ଭଲ ପଟେ କର୍ମ ଅନୁସାରେ ଫଳ। ଠକିଲା ବାଲା ସେ ଉପର ବାଲା। ତମରି ପରି ଅନେକ ନାରୀ ଏ ସମାଜରେ ଅଛନ୍ତି ଅପୁତ୍ରିକା, ମୋ ପରି ଅନେକ ପୁରୁଷ ଅଛନ୍ତି ଅପୁତ୍ରିକ। ସେ ପ୍ରଶ୍ନର ଉତ୍ତର ମୁଁ କହିପାରିବି? ତମେ କାହିଁକି ମା ହେଇପାରୁନା ତା ଉତ୍ତର ମୁଁ କହିପାରିବି? ଆଜ୍ଞା ସୁଦକ୍ଷିଣା ସେଇଠି କହିଲେ ମୋତେ ଟିକେ ନେଇ ଚାଲନ୍ତୁ କୁଳଗୁରୁ ବଶିଷ୍ଠଙ୍କର ଆଶ୍ରମକୁ ଯିବା, ବଶିଷ୍ଠଙ୍କୁ ପଚାରିବା କାହିଁକି ଆମେ ଅପୁତ୍ରିକା ଆଉ ଅପୁତ୍ରିକା। ରାଜା ଏବଂ ରାଣୀ ରଥ ଆରୋହଣ ପୂର୍ବକ ଆଜ୍ଞା କୁଳଗୁରୁ ବଶିଷ୍ଠଙ୍କର ଆଶ୍ରମରେ ପହଞ୍ଚିଗଲେ। ଗୁରୁଙ୍କ ପାଦ ତଳେ ପ୍ରଣାମ କଲେ। ଆପଣମାନଙ୍କର କବି କାଳିଦାସ ଲେଖି ଦେଇଛନ୍ତି ତମାତିଥ୍ୟ କ୍ରିୟା ଶାନ୍ତ ରଥ ଖବ ପରିଶ୍ରମ ପ୍ରପଞ୍ଚ କୁଶଳ ରାଜ୍ୟ ରାଜ୍ୟାଶ୍ରମ ମୁନି ମୁନି। ଆଜ୍ଞା ତମାତିଥ୍ୟ କ୍ରିୟା ଶାନ୍ତ ରଥ ଖବ ପରିଶ୍ରମ। ରାଜାରାଣୀ ରଥରୁ ଓହ୍ଲେଇ ପଡ଼ିବା ପରେ ବିନମ୍ର ଭାବରେ ଗୁରୁଙ୍କ ପାଦ ତଳେ ପ୍ରଣାମ କଲେ। ପ୍ରପଞ୍ଚ କୁଶଳ ରାଜ୍ୟ ରାଜାଶ୍ରମ ମୁନି ମୁନି। ମୁନି ପଚାରିଲେ ରାଜ୍ୟରେ ସବୁ କୁଶଳ ତ? କୁଶଳ। ହେଲେ ଦିଲ୍ଲୀପ ରଥ ଆରୋହଣ ପୂର୍ବକ ରାଣୀକୁ ସାଥିରେ ଧରି ଆସିବାର କାରଣ କ'ଣ? କହିଲେ ପବିତ୍ର ସୂର୍ଯ୍ୟ ବଂଶେ ଜାତ ଯେତେ କନରପତି ସନ୍ତାନହୀନ ସେ ନଥିଲେ ରହିଛି ତାଙ୍କ ଖ୍ୟାତି।
पवित्र सूर्यवंशरे मो पूर्वर जेते राजा थिले समस्त वंशर ख्याति रही से वंशरे जन्म नेली मु दिलीप कृमिकीटर होइन पोकठू मु आहुरी हीन कहीं मु अपुत्रिक सुदक्षिणा कहीं अपुत्रिका मते कहतु कालिदास लिखि देछंती रघुवंश काव्य कले इति विज्ञापित राज्ञा ध्यान स्थिमित लोचन क्षण मात्र मृषिस्थौ सुप्त मीनैव पाद राज्ञा कहले राजा रानी दुख कथा को जानिबा पाई ध्यान स्थिमित लोचन कुलगुरु वशिष्ठ ध्यान रे बसिले कहले मु कहिबी काहींकी तमे अपुत्रिका और अपुत्रिका आज्ञा देखंतु एई कथा कहिबा पाई गुरु ध्यान रे बसिले कहले ध्यान बळे तपचारी भासोंगिरे दंडधारी सुरभिमा अभिशापे दुहे कुलगुरु वशिष्ठ कहले कहले दिलीप स्वर्गर गाभी सुरभि मांकर अभिशाप रे तमे हेलो निसंतान से कहीं अभिशाप देला से कहीं मु मर्त्यर मानव मु जने राजा स्वर्गर गाभी सुरभि मां मते कहीं अभिशाप देले कथा हमर एई प्रसंग रे रहू हमर महाशय पचारि मानचित्र रे अयोध्याटा कौटी मु से कथा कही बारेडिया कविंकर गोटे पद गाई महाशय को गोटे प्रश्न नुहे बही माध्यम रे आसिले महाशय सान भौणी हमर कहिबे कुलगुरु वशिष्ठ पाखक राजाराणी गले वशिष्ठ कहले माँ नंदिनी सेवा तमें कर सुरभि माँ अभिशाप तमें हेल निसंतान कथा को ये आगे ने रघुवंश विषय टे आलोचना करेंगे किंतु आसिले आमको कहे वशिष्ठंकर बापा और माँ किए बही मध्यम आमको टे बुझेबे वशिष्ठंकर कुलगुरु वशिष्ठंकर बापा और माँ किए आउ आमर भंजंकर गोटे पद हो टे अर्थ कर दी अर्थ रे अर्थ हो अच्छा नहीं कि महाशय आसिले प्रसंग ये आगे की नेबे विजयनी तुमको धन्यवाद जो महाकाव्य रघुवंश तार जो लड़ई हवा दरकार शास्त्रार्थ हवा दरकार से भली प्रयोजनीयता थिला तेबे आमे विषय वस्तु दृष्टि दिलीप प्रसंग को नमिता उल्लेख करिसंती तुमे सही पर्याय को दिलीप को आनीच वशिष्ठ तांको गुरु वशिष्ठ पाखक एवं किपरि भाव सुदक्षिणा एवं दिलीप पुत्रार्थे वशिष्ठ ऋषि आश्रम को जाइचंती एवं वशिष्ठ पाखरे निवेदन करिचंती एठी दुईटी कार्य घटुछि गोटे होउछि गुरु कल्याण एवं अन्यटी होउछि गोमातार कल्याण आसंता काली आमे देखिबा नंदिनकर गोसेवा एवं गुरु सेवा एवं रघु किपरि जन्म होउचंती आमे आसंता काली सुनिबा आजिरे एतिकी आपण माने देखिबे विजयनी को एवं नमिता को आसंता कालीर लड़ई पालारे।